ଗପଟିଏ ଶୁଣିବା। ଗପଟିର ନାଁ ଠେକୁଆ ଓ ନେଉଳ। ଗୋଟେ ଜଙ୍ଗଲରେ ଠେକୁଆଟିଏ ରହୁଥାଏ। ଠେକୁଆର ଚଞ୍ଚଳ ପ୍ରକୃତି ଦେଖି ନେଉଳଟିଏ ତା ପଛରେ ଗୋଡ଼େଇ ଗୋଡ଼େଇ ଆସି ଠେକୁଆକୁ ଦେଖା କଲା। ନେଉଳ କହିଲା, ଆମେ ଦୁଇଜଣ ସାଙ୍ଗ ହେବା। ଦୁଇଜଣ ସାଙ୍ଗ ହୋଇ ଜଙ୍ଗଲରେ ଖୁସିରେ ବୁଲନ୍ତି ଓ ଖେଳନ୍ତି। ଥରେ ଠେକୁଆ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ନାଗସାପ ଆସି ଠେକୁଆ ରହୁଥିବା ଜାଗାରେ ଲୁଚି ରହିଲା। ଠେକୁଆର କଅଁଳିଆ ମାଂସ ଖାଇବା ପାଇଁ ସେ ଚାହିଁ ରହିଥାଏ। ଠେକୁଆ ଫେରି ଆସି ଦେଖିଲା ତା ଜାଗାରେ ନାଗସାପ। ସେ ବୁଦ୍ଧି ଖଟାଇ ନିଜ ସାଙ୍ଗକୁ ଯାଇ ଡାକି ଆଣିଲା। ନେଉଳ ତା ମୁନିଆ ଦାନ୍ତରେ ନାଗସାପକୁ ଝାମ୍ପି ପକାଇଲା। ନାଗସାପଟି ଭୟରେ ସେ ଜାଗା ଛାଡ଼ି ଚାଲିଗଲା। ସେ ଦୁହେଁ ଖୁବ୍ ଆନନ୍ଦରେ ରହିଲେ। ଗପଟିଏ ଶୁଣିଲ, ବହୁତ ମଜା ଲାଗିଥିବ ନାହିଁ?